ସକାଳର ଆରମ୍ଭ ଝିଅର ସ୍କୁଲ ଟିଫିନ୍ରୁ ହୋଇଥିଲା। ସାଣ୍ଡୱିଚ୍ ବନେଇକି ତାକୁ ଟିଫିନ୍ ପ୍ୟାକ୍ କରି ପଠାଇ ଦେଇଥିଲି। ତାପରେ ପୂଜାପୂଜି କରିସାରିଲା ପରେ ମୁଁ କରିଦେଇଥିଲି ଭାତ। ତାପରେ ଆସିଥିଲା ମହୁରାଳି ମାଛ, ବଛା ହେଇକି ଆସିଥିଲା। ହଳଦୀ ଲୁଣ ଗୋଳେଇ ଦେଇକି ସୋରିଷ ତେଲ ଟିକେ ସୋରିଷ ପକେଇକି ମୁଁ ଭାଜି ଦେଇଥିଲି। ତାପରେ ଟିକେ ପକେଇ ଦେଇଥିଲି ପିଆଜ ଆଉ ମହୁରାଳି ମାଛର ଭଜା ବହୁତ ଟେଷ୍ଟି ଲାଗେ। ତାପରେ ଛେଚା ରସୁଣ, କଟା ପିଆଜ, କଟା ଟମାଟୋ ଆଉ କଞ୍ଚା ଲଙ୍କା, ପରିବାରେ ନେଇଯାଇଥିଲି ଆଳୁ, ସଜନା ଛୁଇଁ, ବାଇଗଣ, ଭେଣ୍ଡି ଆଉ କିଛି ଫୁଲକୋବି। ଆଉ କଡ଼େଇରେ ତେଲ ଗରମ କରି ସେଥିରେ ପଞ୍ଚୁଫୁଟଣ ଆଉ ଛେଚା ରସୁଣ, କଟା ପିଆଜ, କଞ୍ଚା ଲଙ୍କା ପକେଇ ଆଳୁ, ଫୁଲକୋବି ଗୋଟିକ ପରେ ଗୋଟିକେ ପରିବା ପକେଇ ସେଥିରେ ଗରମ ପାଣି ଦେଇ ଦେଇଥିଲି ଫୁଟିବା ପାଇଁ। ତାପରେ ହଳଦୀ ଲୁଣ ପକେଇ ଦେଇଥିଲି। ତାପରେ ପକେଇ ଦେଇଥିଲି ପାଣି ଫୁଟି ଯାଇଥିଲା ପରେ ଭେଣ୍ଡି, କଟା ବାଇଗଣ, ମାଛ ଭଜା, ତାପରେ ପକେଇ ଦେଇଥିଲି ଓଉ। ଫୁଟିଗଲା ପରେ ଗ୍ୟାସ୍ଟାକୁ ଅଫ୍ କରିଦେଇଥିଲି। ସାଲାଡ଼ରେ ଦହି, ଲୁଣ, ଗୋଲମରିଚ ଗୁଣ୍ଡ ସବୁ ଗୋଳେଇ ଦେଇଥିଲି। ତାପରେ ଗରମା ଗରମ ପରସି ଦେଇଥିଲି ପତିଦେବଙ୍କ ପାଇଁ। ଭାତ, ସାଲାଡ଼, ଆମ୍ବ ଆଉ ମାଛ, ମହୁରାଳି ମାଛ, ହଳଦୀ ପାଣି। ରହିଲି। ଜୟ ଜଗନ୍ନାଥ।